ତ ତାକୁ କୁହାଯାଏ ଷ୍ଟ୍ରାଇକ୍। ଏବେ ଗଭର୍ଣ୍ଣମେଣ୍ଟ ଲାଗି ଏ ଲୋକମାନଙ୍କର ହରତାଳରେ ଗଭର୍ଣ୍ଣମେଣ୍ଟ ଯୋଉ ପ୍ରୋଗ୍ରାମ ଲଞ୍ଚ କରିଥିବ ସେ ପ୍ରୋଗ୍ରାମକୁ କୋହଳ କରିଦେବ। ସେ ପ୍ରୋଗ୍ରାମରେ ସେ ଯିବ, ତାଙ୍କ ସହିତ କଥାବାର୍ତ୍ତା ହେବ ଆଉ ତାଙ୍କୁ କହିବ ହଉ ହେଲା, ଆମେ ଆମର ଭୁଲ ହେଲା କି ତମର କି କଣ ହେଲା, ଆମେ ଏ ପ୍ରୋଗ୍ରାମକୁ କେତେ ଦିନ ପାଇଁ ଷ୍ଟେ କରିଦେବା। ନହେଲେ କିଏ ଗୋଟେ ହେଲା ଷ୍ଟେ କରିଦେଲେ, କିଏ ଗୋଟେ ହେଲା ତାକୁ କହିଦେଲେ, ନହେଲେ ସେ ପ୍ରୋଗ୍ରାମକୁ ସେ ପ୍ରୋଜେକ୍ଟକୁ କ୍ୟାନସେଲ କରାଗଲା। ହେଲା ପରେ କେତେ ଲୋକ କହିବେ ଆମେ ଷ୍ଟ୍ରାଇକ୍ ପ୍ରତ୍ୟାହାର କରୁଛୁ, ଆମେ ଆନ୍ଦୋଳନ ପ୍ରତ୍ୟାହାର କରୁଛୁ, ଅନଶନ ପ୍ରତ୍ୟାହାର କରୁଛୁ। କରିବେ ତ? କିନ୍ତୁ ଫାଷ୍ଟିଂ ଆନ୍ଦୋଳନ ନୁହେଁ, ଫାଷ୍ଟିଂ ଅନଶନ ନୁହେଁ, ଫାଷ୍ଟିଂ ଷ୍ଟ୍ରାଇକ୍ ନୁହେଁ, ଫାଷ୍ଟିଂ ପ୍ରଭୁ ତୁମେ କରିଥିବା ପ୍ରତିଜ୍ଞା। କାରଣ ପରମେଶ୍ୱର ଉତ୍ତମ ପିତା ଅଟନ୍ତି, କାରଣ ପରମେଶ୍ୱର ସେ କେବେ ବି ମନ୍ଦରେ ପରୀକ୍ଷିତ ହୁଅନ୍ତି ନାହିଁ, କାରଣ ପରମେଶ୍ୱର ସେ ଆମର ଆଦି ଆଉ ବର୍ତ୍ତମାନ ସେ ଜାଣନ୍ତି, ଭବିଷ୍ୟତକୁ ଜାଣନ୍ତି। ସେ ତୁମ ବିଷୟରେ ମଙ୍ଗଳ ପୂର୍ବରୁ ସଂକଳ୍ପ କରିଛନ୍ତି, ତୁମ ବିଷୟରେ ସେ ଉତ୍ତମ ଉତ୍ତମ ବସ୍ତ୍ର ରଖିଛନ୍ତି, ତୁମ ବିଷୟରେ ଉତ୍ତମ ଉତ୍ତମ ପ୍ଲାନ୍ ପୂର୍ବରୁ କରିଛନ୍ତି। କାରଣ ସେ କେବେ ଭୁଲ କରିବା ପରମେଶ୍ୱର ନୁହନ୍ତି, ତାଙ୍କ ପାଖରେ କେବେ ଭୁଲ ହିଁ ହୁଏ ନାହିଁ। ହାଲେଲୁୟା। ହେଲେ ଯଦି ଭୁଲ ଥାନ୍ତା ତାହେଲେ ତୁମେ ଆଉ ମୁଁ ଷ୍ଟ୍ରାଇକ୍ କରିଥାନ୍ତୁ। ହେଲେ ହେଇଥାନ୍ତା ଯେ ତମର ପ୍ରୋଗ୍ରାମ ଭୁଲ ହେଲା, ତମର ଶାସନ ଭୁଲ ହେଲା, ତମେ এটা ভুল কল প্রভু বলে କରିଥାନ୍ତ। ଯଦି ତୁମେ ଆଜି ଫାଷ୍ଟିଂ ରେ ଷ୍ଟ୍ରାଇକ୍ ରେ ବସିଛ, ପ୍ରଭୁ ମୁଁ ପ୍ରାର୍ଥନା କରୁଛି ଏ କାମ ନ ହେଲା ଯାକ 40 ଦିନ ଉପାସ ବସିବି ପ୍ରଭୁ, ଏ କାମ ନ ହେଲା ଦିନ 3 ଦିନ 3 ରାତି এটা ମିଳୁ ପ୍ରଭୁ, ମତେ ହିଲିଂ ମିଳୁ ପ୍ରଭୁ, ମତେ ଘର ମିଳୁ ପ୍ରଭୁ, ଏ ଲୋନ୍ ସାଂସନ ହେଇଯାଏ ପ୍ରଭୁ, ମୁଁ 3 ରାତି ପ୍ରଭୁ କାନ୍ଦୁଛି କେବେ ହେବ ପ୍ରଭୁ, ମୋର ବିବାହ ହେବାର ଅଛି ପ୍ରଭୁ, ସେ ଭାଙ୍ଗି ଦଉଛି ପ୍ରଭୁ, ସେ ଅଟକାଇ ଦଉଛି ପ୍ରଭୁ, ମୋର ବିବାହ ହେବାର ଅଛି, ମତେ ଗୋଟେ ପିଲା ଦରକାର ପ୍ରଭୁ, ଝିଅ ଆକା ଦେଖିଲି ଏବେ ମୁଁ 40 ଦିନ ଉପାସ କରିବି ପ୍ରଭୁ, ମତେ ଗୋଟେ ପୁଅ ଆକା এটা ଷ୍ଟ୍ରାଇକ୍। ହ୍ୟାଲୋ, କାହାର ଜିଦ୍ ପୁରା ହେଉ ନିଜର। ହ୍ୟାଲୋ, କହିବା ପତ୍ର କହିବା କାହାର ଜିଦ୍ ପୁରା ଚାଲିଛି ଉପବାସ ବୋଲେ। ଆଜି ମଣ୍ଡଳୀକୁ ଶିଖାଇ ଦେଇଛନ୍ତି ସେଟା ମଣ୍ଡଳୀ ସେ ଅଭ୍ୟାସରେ ଅଛି। ପୁରାତନ ନିୟମରେ ଶରୀରରେ ବ୍ୟବସ୍ଥା ଶରୀର ସମ୍ବନ୍ଧୀୟ ଥିଲା, କିନ୍ତୁ ନୂତନ ନିୟମରେ ଶରୀର ନାହିଁ, ତୁମ ଆତ୍ମାଙ୍କ ସମ୍ବନ୍ଧୀୟ ଅଟେ। ହାଲେଲୁୟା, ହାଲେଲୁୟା। ପୁରାତନ ନିୟମରେ ଲୋକମାନେ ପୃଥିବୀର ଆଶୀର୍ବାଦ ପାଇଁ ପାଗଳ ହଉଥିଲେ, ପୁରାତନ ନିୟମରେ ରାଜ୍ୟକୁ ଜୟ କରାଯାଉଥିଲା, ପୁରାତନ ନିୟମରେ ରାଜ୍ୟ ଜୟ କରିବା ପାଇଁ ଲୋକଙ୍କ ସହିତ ଯୁଦ୍ଧ ବି ଲଗାଯାଉଥିଲା, ଆଉ ସେ ଯୁଦ୍ଧରେ ପରମେଶ୍ୱର ଯାହାକୁ ଫେଭର ହଉଥିଲେ, ଯେ ପ୍ରଭୁଙ୍କ ପ୍ରତି ଲାଗୁଥିଲା ସେମାନଙ୍କ ପ୍ରତି ଫେଭର ହଉଥିଲେ ଆଉ ପରାସ୍ତ କରୁଥିଲେ। କିନ୍ତୁ ନୂତନ ନିୟମରେ ସେ ନୁହେଁ, ନୂତନ ନିୟମରେ ଯୁଦ୍ଧ ଆତ୍ମିକ ମଣ୍ଡଳ ରହିଲା, ଯୁଦ୍ଧ ଆତ୍ମିକ ରାଜ୍ୟ ରହିଲା, ଯୁଦ୍ଧରେ ପରମେଶ୍ୱର ଯୁଦ୍ଧ କଲେ ଏକ ଅଦୃଶ୍ୟ ରାଜା ପରି, ଆଉ ସେଇ ଯୁଦ୍ଧରେ ଯୀଶୁ ନିରୂପଣ ଅବସ୍ଥାରେ ସେ ଆପଣଙ୍କୁ ମେଷ ରୂପ ଆଉ ଆପଣଙ୍କୁ ଗୋଟେ ଶୂନ୍ୟ ବ୍ୟକ୍ତି, ଆପଣଙ୍କୁ ଗୋଟେ ରାଜା ମଧ୍ୟ ଦିନ ଜଗତରେ ଆସିଲେ, ଆଉ ସେ ଏଥିପାଇଁ ଆସିଲେ ଏକ ଭିନ୍ନ ଯୁଦ୍ଧ, ଏକ ଭିନ୍ନ ବିଜୟତା, ଏକ ଭିନ୍ନ ପରାକ୍ରମ, ଏକ ଭିନ୍ନ ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ଆସିଲେ। ହାଲେଲୁୟା, ହାଲେଲୁୟା। ମୋ ସହିତ ଅଛ ତ? ଜଣେ ରାଜା ହିଟଲର ଏତେ ସମୁଦାୟ ପୃଥିବୀର କନକ୍ୱେର ଗୋଟେ ବି ଯୁଦ୍ଧ ହେଲେ ହିଟଲର ଯଦି ଯୁଦ୍ଧ କରଲା ଲାଷ୍ଟକୁ ମରଲା। ଯଦି ଏତେ ବିଜୟତା ହେଇଥାନ୍ତା ତାର ମୃତ୍ୟୁକୁ ଜୟ କରିପାରିଥାନ୍ତା। ମାତ୍ର ହିଟଲର ବୋଲି ଯଦି ଏତେ ବଡ ବିଜୟ ଲୋକ, ସେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ ଲୋକ ହିଟଲର, ସେ ମରିଗଲା। ତାର ବିଜୟ ତାର ମୂଲ୍ୟ ଧରି ପାରିଲା କି? ତାର ବିଜୟଟା ତାର ହେଇପାରିଲା କି? ତାର ବିଜୟତା କରିଥିବା ବିଷୟକୁ ସେ ଅନୁଭବ କରିପାରିଲା କି? ନାଇଁ। ହ୍ୟାଲୋ, ମୋ ସହିତ ଅଛ? ଶରୀରର ଏତେ ଆୟୋଜନ, ଶରୀରର ଏତେ କ୍ରିୟା, ଶରୀରର ଏତେ ପରିଶ୍ରମ, ଶରୀର ପାଇଁ ଏତେ ବୋଲେ ଝଗଡ଼ା ଲଢ଼େଇ, ଶରୀର ପାଇଁ ଏତେ ତୁମର ପରିଶ୍ରମ କଲ, ଏସବୁ କୋଉଠି ଆସିଲା? ଦିନେ କବରରେ ସମାପ୍ତ। କୋଉଠି ସମାପ୍ତ ହେଲା? ଦିନେ କବରରେ ସମାପ୍ତ। କବର ଗଲା ପରେ ଲୋକ ଭୁଲିଗଲେ, କବର ଗଲା ପରେ ତୁମ ନାମ ନିଶାନ ମିଟିଗଲା, କବରରେ ସମାପ୍ତ। କେବଳ ଗୋଟେ ଫଳକ ଲାଗିବ, ସେତିକି ଏକା ବରଷକେ ଥରେ ଦେଖିକି ଗାଇବ, ଆଉ କିଛି ନାହିଁ। କିନ୍ତୁ ପରମେଶ୍ୱର କହିଲେ ଯୋଉ ବିଜୟତା ତୁମର ଶରୀରରେ ସମାପ୍ତ ହେଲା, ମୁଁ ଆଉ ଥରେ ସେ କବରକୁ କବରରେ ସରିଛି, ସେଇ ଜାଗାରୁ ମୁଁ ନୂଆ କାର୍ଯ୍ୟ
তুমি জয় পারবো। আমেন। তুমি যেতে আয়োজন করব কবরের সমাপ্ত হব নাই, কিন্তু কবর রূপী অনন্ত কাল মধ্যে আরম্ভ হইব। পুরাতন নিয়মরে দাউদ যুদ্ধ কলে আমেন, গোটিଏ ଯୁଦ୍ଧ ବିହାରି ଲାଗି ଆମେନ୍ 66 ୱାର ତାଙ୍କର ପାଖରେ ହେଲା, ସବୁ ଯୁଦ୍ଧ ସେ ଜିତିଥିଲେ। ମାତ୍ର ଦିନ ଆଇଲା କବରରେ, କିନ୍ତୁ ଯୀଶୁ ଯେତେବେଳେ ଆସିଲେ ଆମେନ୍, ଯୀଶୁ ଯେତେବେଳେ ତାଙ୍କ ପାଖରେ ତାଙ୍କ ଗର୍ଭରୁ ଆସିଲେ, ଲେଖା ଅଛି ଦାଉଦର ମୂଳ, ଦାଉଦର ସିଂହାସନ ଅନନ୍ତ କାଳ ଥିବ। ପ୍ରେଜ୍ ଦ ଲର୍ଡ। ଗୀତ 16ରେ ଦାଉଦ ବି ସେଇ କଥା କହିଲେ ଯେ ମୁଁ ଗୋଟେ ବିଷୟ ଦେଖିଛି, ସେ ମୃତ୍ୟୁକୁ ଜୟ କରି ଅଛନ୍ତି। ପ୍ରେଜ୍ ଦ ଲର୍ଡ। ତୁମ କହିବା ଅର୍ଥ ଆପଣଙ୍କର ଉପବାସ ଶରୀର ସମ୍ବନ୍ଧୀୟ ତାହେଲେ ହରତାଳ ହେବ, କିନ୍ତୁ ଯଦି ଆତ୍ମାଙ୍କ ସମ୍ବନ୍ଧୀୟ ତାହେଲେ ହରତାଳ ନୁହଁ। God give your plan। ପ୍ରଭୁ ତୁମ ଇଚ୍ଛା ମୋ ଜୀବନରେ ସଫଳ। ପ୍ରଭୁ ତୁମେ ମୋର ଉତ୍ତମ ବାପା, ମୁଁ କିଛି ଚାହେଁ ନାହିଁ ବାପା, ତୁମେ ମତେ ଯାହା କରିବାର ଇଚ୍ଛା ଅଛି। ମୋର এই ଶରୀର ଆଜି ବଢି ଯାଇଛି ପିତା, କିନ୍ତୁ ତୁମେ ମତେ ଆତ୍ମାରେ ପୂର୍ଣ୍ଣ କର। ପ୍ରଭୁ ତୁମେ ମତେ ଆହୁରି ବଢାଅ। ପ୍ରଭୁ ତୁମର ମଙ୍ଗଳ ବିଷୟରେ ମତେ ପରିପୂର୍ଣ୍ଣ କର। ମୋର ମନକୁ, ମୋର ଧ୍ୟାନକୁ ବଢାଅ। ମୋର ଭଟକିବା ବିଷୟକୁ ତୁମେ କ୍ୟାନ୍ସଲ କର। ମୋର ପ୍ରଭୁ ସ୍ଥିରତାକୁ ତୁମେ ସ୍ଥିରତାରେ ଆଣ। ଆରେ ପ୍ରଭୁ ମୋ ପାପରେ ପଡି ଯାଇଛି ପ୍ରଭୁ, ଆଜି ମୁଁ ଉପବାସ କରୁଛି, ପାପର ମୃତ୍ୟୁରୁ ମତେ ଉଦ୍ଧାର କରି ଆଣ। ପ୍ରଭୁ ତୁମର ଇଚ୍ଛା ମୋ ଜୀବନରେ ପୁରା ହେଉ। ସେତେବେଳେ ପରମେଶ୍ୱର ମଙ୍ଗଳ ବିଷୟ ଜାଣନ୍ତି। ନୂତନ ପୁରାତନ ନିୟମରେ କେବଳ ଶାରୀରିକ ଆଶୀର୍ବାଦ ଥିଲା, କିନ୍ତୁ ଅନନ୍ତକାଳୀନ ଆଶୀର୍ବାଦ, ଆତ୍ମାର ଆଶୀର୍ବାଦ ନଥିଲା। ସେଥିରେ ମଧ୍ୟ ସେମାନେ ଏତେ ଆଶୀର୍ବାଦିତ ହୋଇ ଖୋଜିବା ପାଇଁ ଲାଗିଲେ। କିନ୍ତୁ ନୂତନ ନିୟମରେ ଆମମାନେ ସ୍ୱର୍ଗର ଆଶୀର୍ବାଦ ପ୍ଲସ୍ ଆମମାନେ ଏ ପୃଥିବୀର ମଧ୍ୟ ଆଶୀର୍ବାଦର ଅଧିକାରୀ ଅଟୁ। ମେଷା ମୋ ପାଖରେ ଡବଲ ବ୍ଲେସିଂ ଅଛି। ମାନେ ଏବେ କେଉଁ ସମୟର ଲୋକ? ପୁରାତନ ନିୟମର ଉପବାସ ନୁହେଁ, ନୂତନ ନିୟମର ଉପବାସ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୋ ଷ୍ଟ୍ରାଇକ୍ ମୋର ଶରୀର ବିରୁଦ୍ଧରେ ହେଉ, ଆମେନ୍, ଜଗତ ବିରୁଦ୍ଧରେ ହେଉ, ପାପ ବିରୁଦ୍ଧରେ ହେଉ, ଶୈତାନର ଆଧିପତ୍ୟ ବିରୁଦ୍ଧରେ ହେଉ, କିନ୍ତୁ ମୋର ଉପବାସ, ମୋର ସମର୍ପଣ। ଉପବାସର ଅନ୍ୟ ଅର୍ଥ ସମର୍ପଣ। ଆମେନ୍। ଉପବାସର ଅନ୍ୟ ଅର୍ଥ କ'ଣ ଅଟେ? ସମର୍ପଣ। ଉପବାସର ଅନ୍ୟ ଅର୍ଥ ତ୍ୟାଗ। ଉପବାସର ଅନ୍ୟ ଅର୍ଥ ମରିବା। ଆମେନ୍। କୋଉଠି ମରିବାର ଅଛି? ଉପବାସର ସମର୍ପଣ। ପ୍ରଭୁଙ୍କ ନିକଟରେ ଆପଣାର ସର୍ବସ୍ୱ ସମର୍ପଣ। ପ୍ରଭୁଙ୍କ ନିକଟରେ ଆପଣାକୁ ପଶ୍ଚାତାପ, ପ୍ରଭୁଙ୍କ ନିକଟରେ ଆପଣାକୁ ଝୁକାଇବା। ନିନିବେର ଲୋକମାନେ, ସେହି ସମୟର ନିନିବେର ଲୋକମାନେ, ସେତେବେଳେ ଆତ୍ମାକୁ ପୂର୍ଣ୍ଣତା ନଥିଲା। ସେତେବେଳେ ନିନିବେର ଲୋକମାନେ ଆଉ ଆସିଲେ, ପ୍ରଭୁଙ୍କର ଦାସ ଗଲେ ଆଉ ପ୍ରଚାର କଲେ। ଏବେ ଜୁନସ କଲେ ନଗର ଉତ୍ପାଟିତ ହେବ। ଏତିକି ଏବେ 40 ଦିନ ଗଲେ ନଗର ଉତ୍ପାଟିତ ହେବ, କିନ୍ତୁ এই 40 ଦିନ ଗଲେ ନଗର ଉତ୍ପାଟିତ ହେବ। এই ଶବ୍ଦରେ ମାନେ ନିଜର ପାପ ଛାଡ଼ିଲେ, ତାର ରାଜା ଅନ୍ତପୁରକୁ ଛାଡ଼ିଲା, ଆଉ ସମ୍ପୂର୍ଣ୍ଣ ଗାଈ ଗୋରୁ ଛେଳି ମଣ୍ଡା ଉପବାସ କଲେ। ସେ ଉପବାସ ହରତାଳ ନଥିଲା, ସେ ଉପବାସ ପାପକୁ ଛାଡ଼ବାଟା ଥିଲା, ସେ ଉପବାସ ମନ ଫେରାଇବାଟା ଥିଲା, ସେ ଉପବାସ ଆପଣାକୁ ପଶ୍ଚାତାପ କରିବା ଉପବାସ ଥିଲା। ସେ ଉପବାସରେ ପ୍ରଭୁଙ୍କର ନିକଟରେ ଏକ ସ୍ୱଚ୍ଛ ହୃଦୟ ତିଆରି କରିବା ପାଇଁ, ପ୍ରଭୁଙ୍କ ଦୃଷ୍ଟିରେ ଏକ ପବିତ୍ର ହେବା ପାଇଁ, ପ୍ରଭୁଙ୍କ ନିକଟରେ ଏକ ସମର୍ପଣ ହୃଦୟର ଉପବାସ ଥିଲା। ଆଜି ଆମକୁ ଉପବାସ କ'ଣ ହବାର ଅଛି? ସମର୍ପଣ, ତ୍ୟାଗ, ପଶ୍ଚାତାପ। ଆମେନ୍। କିନ୍ତୁ ମୁଁ ଖ୍ରୀଷ୍ଟଙ୍କ ଠାରେ କିଣା ଯାଇଛି, ଖ୍ରୀଷ୍ଟଙ୍କ ଠାରେ ଏକ ହେଇଛି, ଆଉ ଖ୍ରୀଷ୍ଟ ମୋ ଠାରେ, ମୁଁ ତାଙ୍କ ଠାରେ। ଖ୍ରୀଷ୍ଟ ମୋ ଠାରେ, ମୁଁ ତାଙ୍କ ଠାରେ, ମୁଁ ତାଙ୍କ ଦ୍ୱାରା କିଣା ଯାଇଛି। ହେଲେ ଯେତେବେଳେ ଆମେ ଇନ୍ ଖ୍ରାଇଷ୍ଟ ରେଭେଲେସନରେ ଆସୁ, ଆମେନ୍, ଖ୍ରୀଷ୍ଟଙ୍କ ସହଭାଗିତାର ରେଭେଲେସନରେ ଆସୁ, ସେତେବେଳେ ତୁମେ ଦେଖାଯିବ ନାହିଁ, ତୁମଠାରେ ଖ୍ରୀଷ୍ଟ ଦେଖାଯିବେ। ଖ୍ରୀଷ୍ଟଙ୍କ ଠାରେ ଖ୍ରୀଷ୍ଟ ଦେଖାଯିବ ନାହିଁ, ଖ୍ରୀଷ୍ଟଙ୍କ ଠାରେ ତୁମେ ଦେଖାଯିବ। ମୁଁ ଖ୍ରୀଷ୍ଟଙ୍କ ଠାରେ ଦେଖାଯିବି, ଖ୍ରୀଷ୍ଟ ମୋ ଠାରେ ଦେଖାଯିବ। ଦେଖ, ଶୁଣ, ରେଭେଲେସନ ଦେଖ। ଯେତେବେଳେ ଖ୍ରୀଷ୍ଟ ସହିତ ତୁମେ ଏକ ହେଇଯିବ, ଏକ ହେଇଯିବ, ଖ୍ରୀଷ୍ଟଙ୍କ ଠାରେ କ'ଣ ହେଇଯିବା? ଏକ ହେଇଯିବ। ସେତେବେଳେ ତୁମ ଠାରେ ଖ୍ରୀଷ୍ଟ ଦେଖାଯିବେ କାହା ପ୍ରତି?
ତୁମଠାରେ ଖ୍ରୀଷ୍ଟ ଦେଖାଯିବେ କାହା ପ୍ରତି? ତୁମଠାରେ ଯେତେବେଳେ ଖ୍ରୀଷ୍ଟ ଦେଖାଯିବେ ଜଗତ ପ୍ରତି, ଆମେନ୍, ଆଉ ଈଶ୍ୱରଙ୍କ ପ୍ରତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଥରେ କହିବା ହାଲେଲୁୟା। ତୁମେ କାହା ପ୍ରତି ଦେଖାଯିବ? ଜଗତ ପ୍ରତି ତୁମଠାରେ ଖ୍ରୀଷ୍ଟ ଦେଖାଯିବେ, ଆମେନ୍। ଆଉ ଯେତେବେଳେ ତୁମେ ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମେ ଦେଖାଯିବ, ସେତେବେଳେ ପିତା ତୁମଠାରେ କଣ ହେବେ? ପ୍ରକାଶମାନ ହେବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଦୁଇଟା ବିଷୟ, ଖ୍ରୀଷ୍ଟଙ୍କ ଠାରେ ମୁଁ ଅଛି, ମୁଁ ତାଙ୍କ ଠାରେ ଅଛି। ସେ ମୋ ଠାରେ ପ୍ରକାଶିତ ହେବେ, ମୁଁ ତାଙ୍କ ଠାରେ ପ୍ରକାଶିତ ହେବି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତୁମେ ବିଷୟ କହିବି ଏଇ ଜାଗାରେ କହିଲେ ମୁଁ ଧନୀ, କୁହନ୍ତୁ ମୁଁ ଧନୀ। ପାଟିଗଲି 17 ପଦ ପଢ। ପ୍ରକାଶିତ 3:17, ପ୍ରକାଶିତ 3:17 ପଦ। ହଁ, ତୁମେ କହୁଅଛ ମୁଁ ଧନୀ, ମୁଁ ଧନୀ। ହେଲେ ବାଇବେଲରେ ମୁଁ ଧନୀ ବୋଲବା ଲୋକ କେତେ ଲୋକ ମରିଛନ୍ତି ମତେ କୁହ? ମୁଁ ଧନୀ ବୋଲବା ଲୋକ କେତେ ଲୋକ ମରିଛନ୍ତି? ହ୍ୟାଲୋ, ମୁଁ ପ୍ରଭାବଶାଳୀ ବୋଲଲା ଫାରୋ ମିଶ୍ରର ବଡ କିଙ୍ଗ ଥିଲା, କନକ୍ୱର ଥିଲା, ସବୁଠାରୁ ଫାରୋ ପୁଣି ଜ୍ଞାନ, ତାର ଆଗରେ ଜ୍ଞାନ ପୃଥିବୀରେ। ସେ ଲୋକ ମୁଁ ବୋଲଲା ରଥ ପଥ ସବୁ ନେଇକି ସମୁଦ୍ରରେ ଗୋଟେ ନାମ ନିଶାନ ରହିଲା। ହ୍ୟାଲୋ, ହାଲେଲୁୟା। ଆରେ କହିବି ନବକୁଦ ମିଶ୍ର ରାଜା, ମୁଁ ଏ ବଡ ପ୍ରାସାଦ ମୋର ହସ୍ତ ନିର୍ମିତ ଅଟେ। ଖାଲି ଏତିକି ଏକା ମନେ ମନେ ଶବ୍ଦ ପୁଣି କହିନାହିଁ। ଦାନିଏଲ ପୁସ୍ତକରେ ପଢିବ। ହାଲେଲୁୟା। ସେ କିଛି କହିନାହିଁ, ଖାଲି ଜଷ୍ଟ ମନେ ମନେ ଭାବୁଛି। ହଠାତ୍ ଗୋଟେ ପ୍ରଭୁଙ୍କର ଆତ୍ମା ଆସିଲା ଆଉ କୁହାଗଲା, ହେ ରାଜା ଏବେ ତୁ ଘାସ ଖାଇବୁ ବୋଲେ। କଣ ହେବା ପାଇଁ ଲାଗଲା? ସାଙ୍ଗେ ସାଙ୍ଗେ ରାଜ୍ୟ ପତନ ହେବା ପାଇଁ ଲାଗଲା। ବାବିଲ ପ୍ରଦେଶରେ ହସ୍ତରେ ତା ଚାଲିଗଲା, ପତନ ହେବା ପାଇଁ ଲାଗଲା। ନବକୁଦ ମିଶ୍ର ରାଜା ବାବିଲ ହସ୍ତରେ ଧରା ପଡିଲା। ରାଜା ତାକୁ ଆସିକି ଅଧିକାର କଲେ। ସେତେବେଳେ ସେ ରାଜା ଏତେ ବଡ ସିଂହତୁଲ୍ୟ ରାଜା, ସେ ସାଙ୍ଗେ ସାଙ୍ଗେ ତାର ନଖ ବଢିଲା, ତାର ବାଳ ବଢିଲା, ପାଗଳ ହେଇକିରି ଗୋଟେ ଖୁଣ୍ଟିରେ ବନ୍ଧା ହେଲା। ସେ ଘାସ ଖାଇବା ପାଇଁ ଲାଗଲା। କାକରରେ ସେ ଗଛ ତିନ୍ତିଲା। ମୁଁ ଲୋକରେ ଜଣେ ଲୋକ ଆଇଲା, ମୁଁ ସବୁ ଆଜ୍ଞା ପାଳନ କରୁଛି, ସ୍ୱର୍ଗ ରାଜ୍ୟ ପାଇଁ ଯିବାକୁ କଣ ଦରକାର ମତେ କୁହ ପ୍ରଭୁ ବୋଲେ। ଏବେ ସବୁ ମୁଁ ବୋଲବାଟା ବାଣ୍ଟି ଦେଇ ବୋଲେ, ମୋରଟା ବାଣ୍ଟି ଦେଇ ବୋଲେ। এটা এমন নাই প্রভু, এটা ମୁଁ ମୋରଟା ଏଠି ଅଟକିଛି ବୋଲା ମୋ ପ୍ରାଣ। ସେଥିପାଇଁ କଣ ହେଲା? ସେ ଆପକୁ ଯାଇ ପାରିଲା ନାହିଁ। ହ୍ୟାଲୋ, ଜଣେ ଲୋକ କହିବା ପାଇଁ ଲାଗଲା যে মোর এতে বড় সম্পত্তি, ମୁଁ ଏ ଆୟୋଜନ করছে রে ପ୍ରାଣ, ଉପଭୋଗ କର, ଆନନ୍ଦ କର, ଆମୋଦ କର, ବଢିଆ ରୋକ, ଏ ତତେ କହୁଛି ରେ। ମୁଁ ଯେତେବେଳେ এই କଥା କହିଲା, ସେଇ ଜାଗାରେ କୁହାଗଲା, ରେ ମୂର୍ଖ, ତୋ ଠାରୁ ତୋ ପ୍ରାଣ ଆଜି ରାତ୍ର ନିଆଗଲେ ଏସବୁ କାହାର ହେବ? ବୁଝିପାରୁଛ? କିନ୍ତୁ ଜଣେ ବ୍ୟକ୍ତି ମୁହଁକୁ କାଟିବା ପାଇଁ ତାର ରେଭେଲେସନ ପାଇଲେ। ଗାଲାତି 2:20 ପଦ ପଢ। ଗାଲାତି 2:20 ପଦ ପଢ। ଗାଲାତି 2:20 ପଦ ଜଲ୍ଦି। ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଆମେନ୍। ମୁଁ ବୋଲି କହ, ମୁଁ ପାଟିରେ କହ, ମୁଁ ଭେରି ଡେଞ୍ଜର। ମୁଁ ଅଛି ଭେରି ଡେଞ୍ଜର। ଆମର ଶତ୍ରୁ କେହି ନାହିଁ। ବାପଡ଼ା ଶୈତାନ ଶୈତାନ ବୋଲିକିରି ଆମେ ଜପୁଛୁ, ମାତ୍ର ସେ ନାହିଁ ଆମର ଶତ୍ରୁ। ମୋ ଶତ୍ରୁ ମୁଁ ଏକା। ମୋର ଶତ୍ରୁ ତମେ ନାହିଁ, ମୋର ଶତ୍ରୁ ପଡ଼ିଶା ଘର ନାହିଁ, ମୋର ଶତ୍ରୁ ଗାଁର ଲୋକ ନାହିଁ, ମୋର ଶତ୍ରୁ କୌଣସି ବ୍ୟକ୍ତି ନାହିଁ, ମୋର ଶତ୍ରୁ ମୁଁ। ବୁଝିପାରିଲ ତ? ଟିକେ ନିଜକୁ ଏମିତି ଏମିତି ଦେଖେ କୁହ, ମୁଁ ମୋର ପ୍ରଥମ ଶତ୍ରୁ ଅଟେ। ମୁଁ ମୋର ପ୍ରଥମ ଶତ୍ରୁ ଅଟେ। କିଏ ତମ ଶତ୍ରୁ? ଆଉ କିଏ ନାହିଁ? ବୁଝିପାରିଲ? ତୁମେ ଯଦି ଜଣେ ଲୋକ ମାରିବା ପାଇଁ ଆସୁଛି କି ଗଣ୍ଡଗୋଳ କରିବା ପାଇଁ ଆସୁଛି, ମୋର ରେଭେଲେସନ ତୁମେ ଯଦି ବୁଝିଛ ମୁଁ କିଏ, ଯଦି ତୁମେ ବୁଝିବ ମୁଁ କିଏ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ମରିଛି, ତାହେଲେ ସେ ମାରିବା ପାଇବ। ସେ ତମକୁ ମୁଁ ଦେଖିପାରିବ ନାହିଁ। ମତେ କହିଲା କି ମତେ କହିଦେବୁ ରେ ବୋଲି କହିଲେ ସେଠି ଏକା ଝଗଡ଼ା ଲାଗଲା। ମୁଁ କୁ ଯଦି ଖ୍ରୀଷ୍ଟଙ୍କ ଠାରେ ମାରି ଦେଇଛ, ମୁଁ ମରି ଯାଇଛି, ତମେ କିଛି
के पढ़ो हालेलुया मरे हुए को क्या मारोगे? से मारबी लोक निजे एंती भूले गेला आज्ञा मुई लोक टारबारे आस्ते निजे चापड़ा मारले तुम राखी आगरे जीवाटा देखो हेलो बुझी पारछो ले पाउलो कु रेवलेशन पाइथिले मु आओ मु नुहे कोन तो मु आउ मु नाही आजी प्रतिज्ञा करूची ए अष्टम दिन रे उपवास रे मु को प्रथमे मारिबी आमेन ए मु को मारो का को मारो नाही आमेन ए मु को मारो आ एथि पाइ पवित्र आत्मा साहाय्य करबे मु को मारो आमेन कम ऑन मु को मारबे मोर प्रथम शत्रु मु अटे ए मु को भार करबे ए मु को समाधि देबे ए मु को मारबे आमेन कम ऑन चर्च जैसे बता दो किसको मार रहा है मु को मुझे मेरे लिए मैं हूं आमेन का मु को मारो उपवास का होते मु भितरे कौन से लोग को संपर्क नहीं कौन तो मुंह बोले एकुटिया सिंगल कौन तो मुंह बोले एकुटिया हमें मुंह बोले इंग्लिश से किस बोल आई बोलता जाए तो पढ़े के बाबा आई बोले ओटे एक सिंगल बाड़ी का हेलो कौन ओटे आई बोले सिंगल बाड़ी से आकू पछू का को मिसबो नहीं उही बोले कहले है दुईटा केतरा बाड़ी रो समस्रण रे डब्ल्यू लाख को 1 2 3 1 2 3 4 टा बाड़ी मिसला चार लोग को मिसला फर्स्ट डब्ल्यू और ई मत होला हेलो हालेलुया प्रेज द लॉर्ड मोसे तो यस अच्छा तो कौन तो जोड़े का मुंह कोई परबे जड़े का मुंह कहि परिबे आउ केही मुंह कोई परबे नहीं से क्या होते जे स्वयं आदि से अंत से अल्फा से ओमेगा से I am who I am. से कौन कहले मु देखो आर रेवलेशन के पाइबो की बड़े विषय पाइबो ठीक है जोश रख और कथा कहबे हालेलुया हालेलुया के ताली मारे कहबा हालेलुया हालेलुया तो आई गुटे ओटे आमेन एले से क्या होतंती परमेश्वर आई बोले के गोटे आका से क्या होतंती परमेश्वर आमेन आमेन कोंतु एबे मु आई नाही कोंतु मु नाही बोले कहले मु को काटी देला पर बिग जीरो की नहीं कम ऑन दर्शक में कोन हटो हालेलुया बिग जीरो तो यस सुनो आई क्या होतंती परमेश्वर एबे तुमे कोन हलो मु नाही बोले कहले से जगह कोन हला शून्य हो गेला कि नहीं शून्य हला तो शून्य हला पर तुम कोन हे गलो जीरो हला तो हेले आय पाखरे गोटे जीरो हला कोन हला आबे को जोश करो हालेलुया आय पाखरे एक पाखरे गोटे जीरो हला कोन हला टेन हला आमेन हेले तुमे आउरी गोटे जीरो हला पाइछिबो ताले कोन हला हेले देखो যদি এক করে যদি তুমি জিরো হচ্ছ তাহলে তোমার মূল্য ডাইরেক্ট 9 নয় কে 10 এর পারলো তুমি আউরি জিরো হচ্ছ বলে করে তার আউরি 10 গুণ বড়া এবারে তারা শুনলা বুঝি পারলো তুমি সংখ্যার যদি যাইবো 1 2 3 মাত্র কেবে পড়ু নাই ডাইরেক্ট পড়ু নাই শূন্য ছুটি লাগলা সে মাল্টিপ্লাই ডাইরেক্ট মাল্টিপ্লাই হ্যালো एक रे सुनने लगला कौन तो मु बिग जीरो बे परमेश्वर सेतबेले कोने जाओ 10 से जा आमेन तापरे तुमे आउरी जीरो जदि लागुछ सेतबेले कोने जीवो 100 आउरी जीरो ला 1000 आउरी जीरो ला डायरेक्ट तुमे 100 ऊपर बड़ी जीवो कम ऑन अरे प्रतिदिन तुमे कोन बापा आरंभ करो सुनो आज 10 रे अछो काली के 100 हेबा पई आउरी गुटे बिग सुनो ही जाओ परदिन को आउरी गुटे बिग सुनो ही जाओ आ गुटे जीरो ही जाओ तुमरो लाइफ टाइम रे जदि प्रतिटी वर्ष 360 365 टा जीरो तुमे 365 दिन आई एम जीरो बोलछो बोले से एक रे 365 ही जाओ से केते करो केते लक्ष केते कोटी तुमे रेवलेशन शैतान हाइड कर देছে তুই কেমতি হবু রে 100 তো 2 হেবার আছে না বলছে আমেন 100 তো 2 হেবার আর আমারা পিটা হি দাও
ହାଲେଲୁୟା। तुमको 10 गुण 100 गुण 1000 गुणर पढ़वार अच्छी ना गोटे गोटे रे 1 परे 2 2 परे 3 कितने दिन हेलो ହାଲେଲୁୟା। हेलो हालेलुया। तो आई के अटे मोर सर्वेश्वर। तांको छोड़ा के नाती ନାହାନ୍ତି। तेरे पर मशा को कहले तू जो पर्यंत तोर लाठी रे ओ 1 बाहर कली 2 आर घर 2टा मेंढा तार घरे 5टा मेंढा तार कंफ्यूजन राखा अछि कार 5टा मेंढा केमती की छाड़बी देखो गौड़िया को जाके पचार एबे Amen. काको पचारबो गोड़िया। गौड़िया को जाके पचारो तोर लाइफ केते स्ट्रगल बोली को से कहबो मोर लाइफ सबथर बेसी स्ट्रगल केमती जानछो गोटे मेसो नाही गोटे गुरु 5टा गाय जदि बारला 5टा मेंढा जदि बारला ताको बेसी कंफ्यूजन से उत्तर दाई देबा पाए एमें तापर कार मेंढा केमती ताको मने रखबा पड़बो कार गाय गुरु को कोठी नै छाड़बार अछि केते बेली ढिलबार अछि तार भीतर गोटे प्रेशर थाए प्रेशर नो Yes. मसे तो छ तो Yes. अच्छो कि नहीं Yes. हेले मोसा मध्य सेमती लाठी धरि के प्रेशर काम करबा पे बाहर जाय छै हालेलुया हालेलुया। हेले मिडियम रो एते गाय गरु छेली मेंढा थिला प्रत्येक गरु जाई के आनु काटा 10टा काटा 100टा काटा 50टा अनेक सेते बेले बेसी बेसी थिला कि नहीं एले सेती गुणी आनी के सब जिम्मेदारी करवा एंते मोसा को प्रभु कहले तोर ई लाठी रे 1 2 3 गुणी गुणी एडी तोर दर्शन मरी जीवो कोंतु प्रभु प्रभु मोर प्रति जन्म पूर्वरु चित्त लगाइछन्ति आज गोटे प्रोफेसाई करबी प्रभुଙ୍କର उपस्थितिରେ କରୁଛି ତମ ଜୀବନ କଚ୍ଚା ନ ହଉ ତମ ଜୀବନ ଦୁଃଖରେ ଭାଙ୍ଗି ପଡୁ ନାହିଁ ଆଜି ସିଚୁଏସନ ରେ ଆଜିର ପରିସ୍ଥିତିରେ ତୁମର ଦର୍ଶନକୁ ହରାଉ ନାହିଁ ତୁମର ଦର୍ଶନ ପଛରେ ତୁମେ ଥାଅ ତୁମ ଦର୍ଶନକୁ ଆହୁରି ତାଜା କର ଆଉ ଦର୍ଶନକୁ ତାଜା କରିବା ପାଇଁ ମୁଁ କଣ କହିବା ପାଇଁ ଯାଉଛି ଶୁଣ ଏବେ କୁହନ୍ତୁ ମୋର ଜନ୍ମ ପୂର୍ବରୁ ମୋ ପରେ ପରମେଶ୍ୱର ତାଙ୍କର ଚିତ୍ତ ବୋଲେ ମନ ଦେଇଛନ୍ତି ତୁମର ଜନ୍ମ ପୂର୍ବରୁ ପ୍ରଭୁ ପୁଣି ତୁମକୁ ମନ ଦେଇଛନ୍ତି ପୂର୍ଣ୍ଣକୁ ମନ ଦେଇଛନ୍ତି କେଶବକୁ ମନ ଦେଇଛନ୍ତି ମିଖାଏଲକୁ ମନ ଦେଇଛନ୍ତି ତୁମମାନଙ୍କୁ ସବୁକୁ ମନ ଦେଇଛନ୍ତି ତୁମର ଜନ୍ମ କଲା ମା ଯଦି ଗୋଟେ ବ୍ୟଭିଚାରୀ ସ୍ତ୍ରୀ ସେ ଯଦି ତାର ବ୍ୟଭିଚାର କରୁ କରୁ ଗର୍ଭରେ ରହିଗଲା ସେ କେବେ ମନ ଦେଇପାରିଲେ ତାକୁ ମାରବା ପାଇଁ ମନ ଦିଏ କାରଣ ଏ ନ ମରଲେ ମୋର ବେପାର ବଢିବ ନାହିଁ ନ ମରଲେ ମୁଁ ବଞ୍ଚିବି ନାହିଁ କିନ୍ତୁ ପ୍ରଭୁ ତାକୁ ମନ ଦେଇଥିବେ ସେ ମା ଗର୍ବ କଲା ପରେ ତାକୁ ଫୋପାଡ଼ି ଦିଏ କିନ୍ତୁ ପ୍ରଭୁ ମନ ଦେଇଥିବା ତ ତାକୁ ଉଠାଇ ନେସନରେ ମଧ୍ୟ କାହାକୁ ମନ ଦେଇଛନ୍ତି ପ୍ରଭୁ ପ୍ରଭୁ କାହାକୁ ମତେ ପାଣିର କ ମୋ ପ୍ରତି ପରମେଶ୍ୱରଙ୍କର ମନ ଅଛି ତାର ମନ ଥାଉ କିମ୍ବା ନଥାଉ କେମତେ ଭଲ କରୁ ବା ନ କରୁ କିନ୍ତୁ ପରମେଶ୍ୱରଙ୍କ ମନ ମୋ ପ୍ରତି ଅଛି ପ୍ରଭୁଙ୍କ ମନ ତୁମ ପ୍ରତି ଅଛି କେବଳ ଅଛି ଜନ୍ମ ଠାରୁ ଜନ୍ମ ପୂର୍ବରୁ ଏବେ ସେ ମନ ଭିତରେ ତୁମକୁ ଗୋଟେ ବଡ ପ୍ଲାନ୍ ବି ଅଛି କେତେ ପ୍ଲାନ୍ ସାଧାରଣ ପ୍ଲାନ୍ ନାହିଁ ବଡ ପ୍ଲାନ୍ ହାଲେଲୁୟା ଏ ବଡ ପ୍ଲାନ୍ କୁ ମିସ୍ କରିବା ପାଇଁ ଶୟତାନ ତୁମକୁ ମତେ ଅନ୍ଧ କରିଦିଏ ଆଉ କହେ କଣ ବୋଲି କହିବ ଆଦ୍ୟରୁ କହିବା କଥା ହିଁ କହିବ ସେ ଆଦ୍ୟରୁ କଣ କହିଲା ପରମେଶ୍ୱର ଆଦମ ବାକୁ ନିର୍ମାଣ କଲେ ମନ ଦେଇଥିଲେ ଦେଲା ପରେ ପରମେଶ୍ୱର ସେମାନଙ୍କ ପାଇଁ ବଡ ଜେନେରେସନ ବଡ ପ୍ଲାନ୍ ଦେଖିଥିଲେ କିନ୍ତୁ ଶୟତାନ ଆସି କହିଲା କି କଥା କହିଲ ସେ ଫଳ ତୁମେ ଖାଇଲେ ପରମେଶ୍ୱରଙ୍କ ଭଳିଆ ହେଇଯିବ ନାଇଁ ଆମକୁ ଦରକାର ତମେ ଏକା ହେବ ବୋଲେ ତେଣୁକରି ଏମାନେ ମନେ ମନେ କହିଲେ ଆମକୁ ଲୁଚେଇଥିଲା ମତେ ଲୁଚେଇଥିଲେ ମତେ ଦରକାର ସେ ଫଳ ବିକି ଦେ ମୁଁ ଖାଇବି ମୁଁ ତାଙ୍କର ଭଳିଆ ହେବି ବୋଲା ଖାଇଲା ହ୍ୟାଲୋ ବୁଝିପାରିଲ କୁହନ୍ତୁ ମୁଁ ମରିବି ମୁଁ ମରିବି ଶୂନ୍ୟ ହେବେ ତୁମେ କେବେ ଆଇ ହେଇପାରିବ ନାହିଁ କଣ ହେଇପାରିବ ନାହିଁ ଏକ ସହିତ ମିଶିଲେ ଏକ ଏକା ହେବ ଏକ ପ୍ଲସ୍ ଏକ ଗୁଣନ କେତେ ମୋ ସହିତ ବୁଝୁଛ ତ ତେଣୁ ତୁମେ ମୁଁ କଣ ହେବା ଆଜିଠାରୁ 10 into 10 କେତେ ହେବ 10 10 100
ହାଲେଲୁୟା ଏକ ଆଗରେ ଜିରୋ ହୁଅ 10 10 100 100 Amen. 100 ତାର 100 ତାର Amen. 100 ତାର 100 ଆମେନ୍ ହଜାର ଇଣ୍ଟୁ ହଜାର ଯେତେ ଯେତେ ଶୂନ ଗଲା ଆମେନ୍ ହେଲେ 365 ଟା ଶୂନ ତମର ହାତରେ ହେବାର ଅଛି 365 ଦିନ ମୋର ଆଇକୁ 365 ଦିନ ମୁଁ ବୋଲି ମରିଯାଅ ମୁଁ ନାଇଁ ଆଇ ଏମ୍ ତେଣୁ ମଶାକୁ କହିଲେ ତୁ କାହିଁକି ରେ ବାବୁ ତୁ ଏଇ ସବୁ ଧରିଛୁ ତ ଶୀତ ମୁଁ ତତେ ଲଗେଇଛି ବୋଲେ କଣ କରିବେ ପ୍ରଭୁ ଏନକାଉଣ୍ଟର କଲେ ସେଇଦିନ ଠାରୁ କହିଲେ ମୁଁ କୁ ଛାଡେ ବୋଲେ ହେଲେ ତାର ମୁଁ ଭିତରେ କଣ ଥିଲେ ଜାଣିଛ ହ୍ୟାଲୋ ହାଲେଲୁୟା ମଶାର ମୁଁ କଥା ପଢେଇବି କି ପଢ ଯାତ୍ରା ପୁସ୍ତକ ହାଲେଲୁୟା ଜୋରସେ କହ ହାଲେଲୁୟା ବୁଝବା କି କୁହନ୍ତୁ ପ୍ରେଜ୍ ଦ ଲର୍ଡ ପ୍ରଭୁ ଆଜି ମତେ କଥା କୁହ ଆମେନ୍ Amen. ମୋ ସହିତ ଅଛ ତ Yes. 4 ଅଧ୍ୟାୟ